ସିଙ୍ଗଡ଼ା ଆନନ୍ଦ ମାର୍ଗ ଗୁରୁକୁଳରେ ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ। ଆଜି ଅକ୍ଟୋବର ତାରିଖ, ଯାହାକି ପୁରା ଭାରତ ଏହି ଦିନଟିକୁ ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ କରିଥାନ୍ତି। ଏହି ଅବସରରେ ଆଜି ରୋରୱାନ ବ୍ଲକ ଅନ୍ତର୍ଗତ ସିଙ୍ଗିଡ଼ାସ୍ଥିତ ଆନନ୍ଦ ମାର୍ଗ ଗୁରୁକୁଳରେ ମଧ୍ୟ ପାଳିତ ହୋଇଛି ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ। ତେବେ ଅଧ୍ୟକ୍ଷ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏହି ଦିବସ ପାଳିତ ହୋଇଯାଇଛି। ସିଙ୍ଗିଡ଼ା ଫାଣ୍ଡି ସମସ୍ତ ଅଧିକାରୀ, ସିଙ୍ଗିଡ଼ା ବନ ଅଧିକାରୀ ଦୀପ୍ତିମୟୀ ସେଠୀ ସର୍ବପ୍ରଥମେ ଆନନ୍ଦ ମାର୍ଗ ଗୁରୁକୁଳ ନିକଟରୁ ଏକ ଶୋଭାଯାତ୍ରା ବାହାରି ସିଙ୍ଗିଡ଼ା ଛକ ନିକଟରେ ପହଞ୍ଚିଥିଲେ। ସେଠାରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାଲ୍ୟାର୍ପଣ କରିଥିଲେ ଏବଂ ଦୀପ ପ୍ରଚଳନ କରିଥିଲେ। ଅତିଥି ଗଣ ଛୋଟ ଛୋଟ ପିଲାମାନଙ୍କୁ ନେଇ ଗାନ୍ଧୀଜୀଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟର ପ୍ରିନ୍ସିପାଲ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ବଦ୍ରା, ପ୍ରଦୀପ କୁମାର ନାୟକ ସହଯୋଗ କରିଥିଲେ। ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ। रघुपति राघव राजा